ବିଜେଡି ରାଲି କରୁଥିଲା ଚାଷୀମାନଙ୍କୁ ଓଡ଼ିଶାରେ ସାର ମିଳୁନି। ସାର ସଙ୍କଟକୁ ନେଇକରି ବିଜେପି ସରକାରକୁ ଘେରୁଛି ବିଜେଡି। ଇଏ ସେଇ ବିଜେଡି ସରକାର। ଚାଷୀମାନେ ବୁଝିପାରୁନାହାନ୍ତି ଯେ ଯେଉଁ ଚାଷୀମାନେ ଦିନେ ରାଜରାସ୍ତାରେ ବସି ଆନ୍ଦୋଳନ କରୁଥିଲେ ଚାଷୀମାନଙ୍କ ପାଇଁକା କୋଲ୍ଡ ଷ୍ଟୋର ଖୋଲାଯାଉ, ଚାଷୀମାନଙ୍କୁ ବୋନସ୍ ଆକାରରେ 100 ଟଙ୍କା ଦିଆଯାଉ। କାହିଁକିନା ନବୀନ ବାବୁ ଚାଷୀଙ୍କୁ କହିଥିଲେ ବୋନସ୍ ଆକାରରେ 100 ଟଙ୍କା ଦେବେ ବୋଲି, କିନ୍ତୁ ତାକୁ ବିଜେଡି ସରକାର ଭୁଲି ଯାଇଥିଲା। ଇଏ ସେଇ ବିଜେପି ସରକାର ଚାଷୀଙ୍କୁ ବୋନସ୍ ଆକାରରେ 800 ଟଙ୍କା ଦେଲା। ତାପରେ ମଧ୍ୟ ଚାଷୀମାନଙ୍କୁ ଉସ୍କେଇବାରେ ମାଷ୍ଟର। ଏ କିଛି ଗେଣ୍ଡାଳିଆ ମାନେ ଅଛନ୍ତି, ତାଙ୍କ ରାଜନୈତିକ ହାସଲ କରିବା ପାଇଁକା ରାଜରାସ୍ତାରେ ଚାଷୀଙ୍କୁ ଭିଡ଼ୁଛନ୍ତି। ଚାଷୀମାନେ ବୁଝିପାରୁନାହାନ୍ତି ଆକ୍ଚୁଆଲି ସାର ସଙ୍କଟ ଅଛି କି ନାହିଁ ତା ଓଡ଼ିଶା ସରକାର କ୍ଲିଅର ଦେଇନାହାନ୍ତି। ଓଡ଼ିଶାରେ ସାର ମହଜୁଦ ଅଛି, କିଛି ଡିଲର କିଛି ମିଲର ମାନଙ୍କ ଫାଇଦା ପାଇଁକା ଚାଷୀମାନେ ଯେ ହଇରାଣ ହୁଅନ୍ତି। ମୋର ତ ବିଜେପି ସରକାର ପାଇଁ ସେ ଅନୁରୋଧ ରହିବ, ସେଇ ଡିଲର ଆଉ ସେଇ ମିଲରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କାହିଁକି କଳାବଜାରୀ କରି ଚାଷୀଙ୍କଠୁ ଅଧିକା ପଇସାରେ ଏମାନେ ଲୁଟିକି ନ ହୁଅନ୍ତି।